ତାଙ୍କ ତରଫରୁ ଏଫଆଇଆର ଟାଣି ତାଙ୍କ ସୋମଠ ପୋଲିସ ତାଙ୍କ ତରଫରୁ ଏଫଆଇଆର ଟାଣି ତାଙ୍କୁ ଗିରଫ କରିବା ଦରକାର ଏବଂ ତାଙ୍କ ସହଯୋଗୀ ମାନେ ବି ଗିରଫ ହେବା ଦରକାର। ଏ ପୋଲିସ ତୁରନ୍ତ ତାଙ୍କୁ ଗିରଫ କରିବା ଦରକାର। ମହାମୟୀ ରାଜ୍ୟପାଳଙ୍କର ଯୋଉ ସୁପୁତ୍ର ଏବଂ ତାଙ୍କ ସହଯୋଗୀ ମାନେ ଯେପରି ଭାବରେ ଜଣେ ଗଭର୍ଣ୍ଣର ହାଉସର କର୍ମଚାରୀଙ୍କୁ ସରକାରୀ କର୍ମଚାରୀଙ୍କୁ ହାତ ଉଠେଇକି ବାଡେଇଲେ ଏବଂ ତାଙ୍କୁ ଜୀବନରେ ଧମକେଇଲେ, ଜୀବନରେ ମାରିଦେବା ପାଇଁ ତାଙ୍କୁ 307 ଦଫାରେ ତାଙ୍କୁ କେସ୍ କରିକି ଗିରଫ କରିବା ଦରକାର। ଯେହେତୁ ସେ ଗଭର୍ଣ୍ଣର ଅଛନ୍ତି, ବିଜେପିର ସେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗଭର୍ଣ୍ଣର ମହାଶୟ, ଏବେ ବିଜେପି ସରକାର ଆସିବା ପାଇଁ ଆପ୍ରାଣ ଉଦ୍ୟମ କରୁଥିଲେ ଏବଂ ତାଙ୍କର ସୁପୁତ୍ର ବିଜେପି ସରକାର ରାଜ୍ୟରେ ଅଛି। ସେଇଥିପାଇଁ ଆଜି ତାଙ୍କର ସୁପୁତ୍ରକୁ ପୋଲିସ ଗିରଫ କରୁନାହିଁ। ପୋଲିସ ସୋମଠ ତାଙ୍କ ତରଫରୁ ଏଫଆଇଆର ଟାଣି ତାଙ୍କ ସୋମଠ ପୋଲିସ ତାଙ୍କ ତରଫରୁ ଏଫଆଇଆର ଟାଣି ତାଙ୍କୁ ଗିରଫ କରିବା ଦରକାର ଏବଂ ତାଙ୍କ ସହଯୋଗୀ ମାନେ ବି ଗିରଫ ହେବା ଦରକାର। ତୀବ୍ର ନିନ୍ଦା କରୁଛି କଂଗ୍ରେସ ଦଳ, ତୀବ୍ର ନିନ୍ଦା କରୁଛି। ଛାତ୍ର କଂଗ୍ରେସ ଏଇଥିପାଇଁ ଆନ୍ଦୋଳନକୁ ଯିବ। ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ ଏଥିପାଇଁ ଆନ୍ଦୋଳନକୁ ଓହ୍ଲାଇବେ। ସେ ପରିବାରକୁ ନ୍ୟାୟ ଦେବା ଦରକାର ସରକାର। ନିଶ୍ଚିତ ଭାବରେ ଉଠିବ। ଦରକାର ପଡ଼ିଲେ ଗଭର୍ଣ୍ଣର ଆସିଲେ ତାଙ୍କୁ ବିରୋଧ କରାଯିବ।